এটা ଗୋଟେ ଗଛ, ଏଟା ହଉଛି ଫ୍ୟାମିଲି ଟ୍ରି, ପରିବାର ଗଛ, ବୁଝିପାରିଲ? ଏଇ ଗଛରୁ ଆମେ ଦେଖିବା ଯେ ଆମ ପରିବାରରେ କିଏ କିଏ ସବୁ ଅଛନ୍ତି, କିଛି କିଛି ଆମେ ଜାଣିବା ହେଲା। ଦେଖ ପିଲାମାନେ, ଯେମିତି କି ଜେଜେ ଆମ ପରିବାରରେ ଅଛନ୍ତି, ତମର ଅଛନ୍ତି ନା ନାହିଁ? ହଁ, ତାପରେ ଜେଜେମା, ତାପରେ ବାପା ମା ଭାଇ ଭଉଣୀ, ୟାକୁ ନେଇକି ଆମ ପରିବାର ଗଠିତ, ବୁଝିପାରୁଛ ନା? ତ ଏତିକି ହିଁ ରୁହନ୍ତି ନା ନାହିଁ ଆମ ପରିବାରରେ ହେଲା। ଆଚ୍ଛା, ଯୋଉ ପରିବାରରେ ପିଲାମାନେ ଏମାନଙ୍କ ବ୍ୟତୀତ ହେଲା ବଡ ବାପା ବଡ ମା ସାନ ବାପା ସାନ ମା ଅଛନ୍ତି, ସେଇ ପରିବାରଟା ବଡ ନା ନାହିଁ? ସେଟାକୁ କଣ କୁହାଯାଏ ଜାଣିଛ ପିଲାମାନେ? ଯୌଥ ପରିବାର ହେଲା। ଆଉ ଯୋଉ ପରିବାରରେ ବହୁତ କମ ସଦସ୍ୟ ବାସ କରନ୍ତି ତାକୁ କଣ କୁହାଯାଏ ପିଲାମାନେ? ଏକକ ପରିବାର, ବୁଝିଲ? ତ ତମେ ମାନେ ସବୁ କୁହ, ମୁଁ ଯାହାକୁ ପଚାରିବି କହିବ ଯେ ତମ ମାନଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି ହେଲା। ତମ ପରିବାରରେ କିଏ କିଏ ଅଛନ୍ତି? ଜେଜେମା, ବାପା, ମା, ଭାଇ, ଭଉଣୀ। ଆଚ୍ଛା, ପିଲାମାନେ ଏଇ ପ୍ରକାରର ପରିବାରକୁ କଣ କୁହାଯାଏ? ଏକକ ପରିବାର ହେଲା। ବସ ବସ, ତମେ ଠିଆ ହୁଅ। ତମ ପରିବାରରେ ଝିଅ ସବୁ କିଏ କିଏ ଅଛନ୍ତି? ଆଚ୍ଛା,